ଦର୍ଶକ ବନ୍ଧୁ, ନାରୀ ଆଦ୍ୟ ଋତୁମତୀ କେଉଁ ମାସରେ ହେଲେ କେଉଁ ଫଳ ହୁଏ, ଶୁଭ କି ଅଶୁଭ, ସେ ବିଷୟରେ ମୁଁ କହିବାକୁ ଯାଉଛି। ଯେଉଁ ନାରୀ ବୈଶାଖ ମାସରେ ପ୍ରଥମ ଋତୁମତୀ ହୁଏ, ସେ ସର୍ବଦା ହାସ୍ୟବଦନା ଓ ସମସ୍ତଙ୍କ ପ୍ରତି ପ୍ରିୟଭାଷିଣୀ ହୋଇଥାଏ। ଯଦି ନାରୀ ଜ୍ୟେଷ୍ଠ ମାସରେ ହୁଅନ୍ତି ଋତୁମତୀ, ତାହେଲେ ବୈଧବ ଯାତନାରେ ଦଗ୍ଧୀଭୂତ ହୁଅନ୍ତି, ଏଥିରେ ସନ୍ଦେହ ନାହିଁ। କୌଣସି ନାରୀ ଯଦି ଆଷାଢ଼ ମାସରେ ପ୍ରଥମ ଋତୁମତୀ ହୁଏ, ତାହେଲେ ସେହି ନାରୀ ଐଶ୍ୱର୍ଯ୍ୟଶାଳିନୀ ହୋଇ ଜୀବନ ଧାରଣ କରେ। ଶ୍ରାବଣ ମାସରେ ପ୍ରଥମ ଋତୁମତୀ ହେଲେ ନାରୀ ତାହାକୁ ଚିର ଦୁଃଖିନୀ ଓ ମୃତ ବଶ୍ୟା ବୋଲି ଜାଣିବାକୁ ହେବ। ସୁତରାଂ ସେ ଚିରଦିନ ଦୁଃଖରେ କାଳାତିପାତ କରେ। ଯଦି ନାରୀ ଭାଦ୍ର ମାସରେ ପ୍ରଥମ ଋତୁମତୀ ହୁଏ, ତାହେଲେ ସେ ଜରା ରୋଗରେ ସମାକୀର୍ଣ୍ଣ ହୋଇ ଚିରଜୀବନ ଅତିବାହିତ କରେ। ଆଶ୍ୱିନ ମାସରେ ପ୍ରଥମ ଋତୁମତୀ ହେଲେ ସେ ମୃତ ବଶ୍ୟା ଓ ଚିରଦୁଃଖିନୀ ହୁଏ, ଅର୍ଥାତ୍ ତାହାର ଗର୍ଭଜାତ ସନ୍ତାନ ସମସ୍ତ ବିନଷ୍ଟ ହୁଅନ୍ତି ଓ ଚିରଦିନ ପାଇଁ ସେ ଦୁଃଖରେ ଅତିବାହିତ କରେ। ଯଦି କାର୍ତ୍ତିକ ମାସରେ ପ୍ରଥମ ଋତୁମତୀ ହୁଏ ନାରୀ, ତାହେଲେ ସେ ସୁକୁଳନାଶିନୀ ହୁଏ। ଯଦି ନାରୀ ମାର୍ଗଶିର ମାସରେ ପ୍ରଥମ ଋତୁମତୀ ହୁଏ, ସେ ସର୍ବଦା ସ୍ୱାଧୀ ଧର୍ମଶୀଳ ହୁଏ, ଏଥିରେ ସନ୍ଦେହ ନାହିଁ। କୌଣସି ନାରୀ ଯଦି ପୌଷ ମାସରେ ପ୍ରଥମ ଋତୁମତୀ ହୁଏ, ସେ ସୁନ୍ଦର ଅଙ୍ଗବିଶିଷ୍ଟା ରତି ବିହ୍ୱଳା ହୁଏ। ଯଦି କୌଣସି ନାରୀ ମାଘ ମାସରେ ପ୍ରଥମ ଋତୁମତୀ ହୁଏ, ତାହେଲେ ସେ ପ୍ରତିବ୍ରତା ବୋଲି ତାକୁ ଜ୍ଞାନ କରିବ। ଫାଲ୍ଗୁନ ମାସରେ ଯଦି ପ୍ରଥମ ଋତୁମତୀ ହୁଏ ନାରୀ, ସେ ବହୁ ପୁତ୍ରବତୀ ହୁଏ ଏବଂ ତାହାର ପୁତ୍ରମାନେ ଦୀର୍ଘ ଜୀବନ ଲାଭ କରନ୍ତି। ଯେଉଁ ନାରୀ ଚୈତ୍ର ମାସରେ ପ୍ରଥମ ଋତୁମତୀ ହୁଏ, ସେ କାମତୁରା ହୁଏ, ଏଥିରେ ସନ୍ଦେହ ନାହିଁ। ଦର୍ଶକ ବନ୍ଧୁ, ଭିଡ଼ିଓଟି କିପରି ଲାଗିଲା ଟିକେ ଲାଇକ୍ କରିବେ ଏବଂ ନୂଆ ହେଇଥିଲେ ସବସ୍କ୍ରାଇବ୍ କରିବେ ଏବଂ ସାଙ୍ଗମାନଙ୍କୁ ସେୟାର କରିବେ। କମେଣ୍ଟ କରି ଜଣାଇବେ ଭଲ ଲାଗୁଛି କି ନାହିଁ। ଦର୍ଶକ ବନ୍ଧୁ, ରହୁଛି। ଜୟ ଜଗନ୍ନାଥ।